କୃତଜ୍ଞତା ଏକ ଅଭ୍ୟାସ। ଏହା ସଭ୍ୟ ଜଗତର ଆଚରଣ। ଆମେ ଆମ ପିଲାମାନଙ୍କୁ ମୂଳରୁ କୃତଜ୍ଞ ରହିବା ପାଇଁ ଆମ ଆଚରଣରେ ଶିଖାଇଥିଲେ ସେ ଆମ ପ୍ରତି କୃତଜ୍ଞ ରହିବେ। ନିଜର ଭଲ କାମ ଗୁଡ଼ିକର ହିସାବ ରଖନ୍ତୁ, ମନ୍ଦ କାର୍ଯ୍ୟର ନୁହେଁ। ଧର୍ମ ବିଶ୍ୱାସ କାହିଁକି ଆମକୁ ଶାନ୍ତି, ସ୍ଥିରତା ଏବଂ ଦୃଢ଼ତା ଦିଏ ସେ ସମ୍ବନ୍ଧରେ ଡକ୍ଟର ୱିଲିୟମ ଜେମ୍ସ କହନ୍ତି, ସାଗରର ବକ୍ଷ ପ୍ରଚଣ୍ଡ ଲହରୀ ଦ୍ୱାରା ଅଶାନ୍ତ ହେଉଥିଲେ ମଧ୍ୟ ଗଭୀର ସାଗର ତଳ ଶାନ୍ତ ଏବଂ ନିସ୍ତବ୍ଧ ରହିଥାଏ। ଈଶ୍ୱରଙ୍କ ବିଶାଳ ବାସ୍ତବତା ଉପଲବ୍ଧି କରିଥିବା ବ୍ୟକ୍ତିର ଅନ୍ତର ସାଗର ତଳ ପରି ଶାନ୍ତ ରହିଥାଏ। ଶାନ୍ତ ଏବଂ ଯେକୌଣସି କାର୍ଯ୍ୟ କରିବାର ଆଗ୍ରହୀ ବ୍ୟକ୍ତି ପ୍ରକୃତ ଧାର୍ମିକ ବ୍ୟକ୍ତି। ଆମେ ଚିନ୍ତିତ ଏବଂ ଉଦ୍ବିଗ୍ନ ଥିବା ସମୟରେ ଈଶ୍ୱରଙ୍କୁ ଡାକିବା ପାଇଁ ଇମାନୁଏଲ ବେଣ୍ଟ କହିଛନ୍ତି, ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ। ଏହି ବିଶ୍ୱାସ ହିଁ ଦରକାର। ପ୍ରାର୍ଥନା ଦ୍ୱାରା ମନ ଶାନ୍ତ ହୁଏ ଏବଂ କର୍ମ ଶକ୍ତି ବଢ଼ାଇଥାଏ। କର୍ମର ପ୍ରଥମ ପାହାଚ ହେଉଛି ପ୍ରାର୍ଥନା। ପ୍ରାର୍ଥନା ଭଳି ବଳଶାଳୀ ଶକ୍ତି ଦ୍ୱାରା ଈଶ୍ୱର, ଯୀଶୁ, ବିଷ୍ଣୁ, ଆଲ୍ଲାହ ବା ଅନ୍ୟ ଯେ କେହି ହୁଅନ୍ତୁ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତୁ। ସେଥିପାଇଁ କଳହରେ ମାତନ୍ତୁ ନାହିଁ। ବୁଦ୍ଧଙ୍କ ପରେ ମହାତ୍ମା ଗାନ୍ଧୀ ପ୍ରାର୍ଥନାର ମହତ୍ତ୍ୱ ବୁଝିଥିଲେ ଏବଂ ପ୍ରାର୍ଥନାରୁ ସେ ଶକ୍ତି ସଂଗ୍ରହ କରୁଥିଲେ। ସେ ଲେଖିଛନ୍ତି, ପ୍ରାର୍ଥନା ମୁଁ କରୁନଥିଲେ ବହୁ ପୂର୍ବରୁ ମୁଁ ପାଗଳ ହୋଇଯାଇଥାନ୍ତି। ଶହ ଶହ ଲୋକ ସେଇ ଏକା କଥା କହନ୍ତି। ସେ କହିଥିଲେ, ମୋ ବାପା କେବଳ ମୋ ମାଙ୍କର ପ୍ରାର୍ଥନା ଯୋଗୁଁ ହିଁ ସେଦିନ ଆତ୍ମହତ୍ୟା କରିନଥିଲେ। ପୂର୍ବରୁ କହିଛି, ପାଗଳଖାନାର ପାଗଳମାନେ ଯେଉଁ ଚିତ୍କାର କରି ବୁଲୁଛନ୍ତି ଈଶ୍ୱରଙ୍କ ନିକଟରେ ବିଶ୍ୱାସ ରଖିଥିଲେ ନିଶ୍ଚୟ ଭଲ ହୋଇଯାଇଥାନ୍ତେ। ଧର୍ମ ହେଉଛି ପ୍ରେରଣାଦାୟକ ଏବଂ ସ୍ୱାସ୍ଥ୍ୟ ପ୍ରଦାୟକ ଆଚରଣ। ଯୀଶୁ କହିଥିଲେ, ମୁଁ ତୁମକୁ ଜୀବନର ସ୍ୱାଦ ଚଖାଇବା ଏବଂ ଆନନ୍ଦ ଦେବାକୁ ଆସିଅଛି। ଯୀଶୁ ପିତୁଳା ପୂଜା ଓ ଧର୍ମାନୁଷ୍ଠାନ ଗୁଡ଼ିକୁ ପ୍ରକାଶ୍ୟ ସମାଲୋଚନା କରି ଏକ ନୂତନ ଧର୍ମ ପ୍ରଚାର କରିଥିଲେ ଏବଂ ସେଥିପାଇଁ କ୍ରୁଶବିଦ୍ଧ ହେବାକୁ ପଡ଼ିଥିଲା। ତାଙ୍କର ପ୍ରଚାର ଥିଲା, ମଣିଷ ଧର୍ମ ପାଇଁ ନୁହେଁ, ଧର୍ମ ମଣିଷଙ୍କ ପାଇଁ। ସାବତ ବା ବିଶ୍ରାମର ଦିନ ମଣିଷଙ୍କ ପାଇଁ, ସାବତ ପାଇଁ ନୁହେଁ। ଅନୁଚିତ ଭୟ ହିଁ ପାପ ଏବଂ ପାପ ହିଁ ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସାହସିକ ଜୀବନର ବିରୋଧ କରେ। ଇମର୍ସନ ନିଜକୁ ଆନନ୍ଦ ବିଜ୍ଞାନର ପ୍ରଫେସର କହୁଥିବା ସମୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଆନନ୍ଦରେ ନାଚିବା ପାଇଁ କହୁଥିଲେ। ଜୟ ଶ୍ରୀ ଜଗନ୍ନାଥ।